ବହିର ଏଇ ତମର ମଥା ଗୀତଟିକୁ ଅଭିନୟ କରି ଗାଇବା ଓ ତା ସହିତ କାର୍ଯ୍ୟ ଫର୍ଦ୍ଦ ଏକକୁ କରିବା। ତେବେ ଚାଲ ଆମ ଚାଟଶାଳୀ। ସାଙ୍ଗମାନେ, ପ୍ରଥମ ଶ୍ରେଣୀ ଶିଖର 1 ବହିର ଶିଖର 1 ଘରେ ରହି ଶିଖିବା ପୃଷ୍ଠାକୁ ଆସ। ମୋର ନାମ ଖାଲି ସ୍ଥାନରେ ନିଜ ନାମ ଲେଖ। ମୋ ବିଦ୍ୟାଳୟ ନାମ ଖାଲି ସ୍ଥାନରେ ଆମ ଚାଟଶାଳୀ ଲେଖ। ହେ 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 ହେ। ନାଇଁ, ତୁମ ବିଦ୍ୟାଳୟର ନାମ ଲେଖ। ତୁମେ ଯୋଉ ବିଦ୍ୟାଳୟରେ ପାଠ ପଢୁଛ ସେଇ ବିଦ୍ୟାଳୟର ନାମ ଲେଖ। ଏଥର ତୁମ ବାପା ଓ ମାଙ୍କ ନାମ ଟିକେ କହିଦେଲ। ହଁ, ତୁମ ନାମ, ତୁମ ବିଦ୍ୟାଳୟର ନାମ, ବାପା ଓ ମାଙ୍କ ନାମ ମନେ ରହିଲା ତ? ସାଙ୍ଗମାନେ, ଏଥର ପୃଷ୍ଠା ସଂଖ୍ୟା 1 କୁ ଆସ। ବିଷୟ ନାମ ମୋ ଶରୀର ମୋ ପରିବାର। ଅଭିନୟ ଗୀତ ଏଇ ତ ମୋର ମଥା। ତଳକୁ ଆସ। କଣ ଲେଖା ହୋଇଛି? ଆସ ଗୀତଟିକୁ ଅଭିନୟ କରି ଗାଇବା ଓ ସମତାନ ଶବ୍ଦକୁ ବାରମ୍ବାର କହିବା। ସାଙ୍ଗମାନେ, ଏହି ଗୀତଟିକୁ ଆମେମାନେ ମିଶିକରି ଗାଇବା। ମୁଁ ଯେମିତି ଗାଉଅଛି ତୁମେମାନେ ବି ସେମିତି ଗାଅ। ଏଥର 2ଟି ହାତ ମୁଣ୍ଡରେ ରଖି ମୋ ସହିତ ଗାଅ। ଏଇ ତ ମୋର ମଥା, ଖରା ବରଷା ଦାଉ ସହେରେ ଧରଇ ଯେବେ ଛତା। ମୁଁ ଧରଇ ଯେବେ ଛତା, ଏଇ ତ ମୋର ମଥା। ଏଥର ହାତ 2ଟି ଆଖି ଉପରେ ରଖି ମୋ ସହିତ ଗାଅ। ଏଇ ତ ମୋର ଆଖି, ଆଖି ଖୋଲିଲେ ଦେଖେ ମୁଁ ସବୁ, ରହେ ନା କିଛି ବାକି। ମୋର ରହେ ନା କିଛି ବାକି, ଏଇ ତ ମୋର ଆଖି। ଏଥର ନାକ ଉପରେ ହାତ ରଖି ମୋ ସହିତ ଗାଅ। ଏଇ ତ ମୋର ନାକ, ଯିବା ଆସିବା କରେ ପବନ, ଏଇଠି ଜୀବନ ଯାକ। ମୋର ଏଇଠି ଜୀବନ ଯାକ, ଏଇ ତ ମୋର ନାକ। ଏଥର ପାଟି ଉପରେ 2ଟି ହାତ ରଖି ମୋ ସହିତ କୁହ। ଏଇ ତ ମୋର ପାଟି, ଯାହା ମୁଁ ଖାଏ ଚୋବାଏ ଦାନ୍ତ ଦିଅଇ ସବୁ ବାଟି, ସେ ଦିଅଇ ସବୁ ବାଟି, ଏଇ ତ ମୋର ପାଟି। ଏଥର କାନ 2ଟିରେ 2ଟି ହାତ ରଖି ମୋ ସହିତ ଗାଅ। କାନ ଦିଓଟି ପୁଣି, ପତରଟିଏ ପଡ଼ିଲେ ତଳେ ପାରଇ ମୁହିଁ ଶୁଣି, ଯାହା ପାରଇ ମୁହିଁ ଶୁଣି, କାନ ଦିଓଟି ପୁଣି। ଏଥର 2ଟି ହାତ ପେଟରେ ରଖି ମୋ ସହିତ ଗାଅ। ଏଇ ତ ମୋର ପେଟ, ଯାହା ମୁଁ ଖାଏ ଯାହା ମୁଁ ପିଏ ସବୁ ଏଇଠି ଭେଟ। ମୋର ସବୁ ଏଇଠି ଭେଟ, ଏଇ ତ ମୋର ପେଟ। ଏଥର ପାଦ 2ଟିକୁ 2ଟି ହାତରେ ଧରି ମୋ ସହିତ ଗାଅ। ପାଦ 2ଟି ଏଇ, ଦୁନିଆ ସାରା ଚାଲଇ ମୁହିଁ ପାଦରେ ଭରା ଦେଇ। ମୋର ପାଦରେ ଭରା ଦେଇ, ପାଦ 2ଟି ଏଇ। ସାଙ୍ଗମାନେ, ଏଥର ଆମେ ସମତାନ ଶବ୍ଦ ପଢିବା। ସାଙ୍ଗମାନେ ମୋ ସହିତ କୁହ। ମଥା, ଛତା, ଆଖି, ବାକି, ନାକ, ଯାକ, ପାଟି, ବାଟି।
ସାଙ୍ଗମାନେ ପୃଷ୍ଠ ସଂଖ୍ୟା 2 କାର୍ଯ୍ୟ ଫର୍ଦ୍ଦ 1 କୁ ଆସ। ତଳେ କଣ ଲେଖା ହୋଇଛି? ଚିତ୍ର ଦେଖିବା, ଚିହ୍ନିବା, କହିବା। ଏହି ଚିତ୍ରରେ ଆମ ଶରୀରର ବିଭିନ୍ନ ଅଙ୍ଗର ନାମ ଅଛି। ଆମ ଶରୀରର ବିଭିନ୍ନ ଅଙ୍ଗ ବିଷୟରେ ବାପା ମାଙ୍କୁ ପଚାରି ଜାଣିବା ଓ କହିବା। ତେବେ ତଳକୁ ଆସ ସାଙ୍ଗମାନେ, ଶରୀରର ବିଭିନ୍ନ ଅଙ୍ଗକୁ ଦେଖିଦେବା। ହଁ ସାଙ୍ଗମାନେ, ଦେଖ ଆମ ଶରୀରର ବିଭିନ୍ନ ଅଙ୍ଗ ଓ ସେମାନଙ୍କର ନାମ ଦିଆଯାଇଅଛି। ଏଥର ଆସ ଆମେ ଦେଖିବା କୋଉ ଅଙ୍ଗଟିର ନାମ କଣ, ଆଉ ଆମେ ସେଇ ଅଙ୍ଗ ସାହାଯ୍ୟରେ କଣ କଣ କରିଥାଉ। ଉପର ଅଙ୍ଗଟିକୁ ମୁଣ୍ଡ କୁହାଯାଏ। ତା ତଳେ 2ଟି ଆଖି। ଆଖି ସାହାଯ୍ୟରେ ଆମେ କଣ କରିଥାଉ? ନା ଆମେ ଦେଖିଥାଉ। ଦେଖି ଦେଖି ବହି ପଢୁ। ଆଖି ପାଖରେ କାନ। କାନ ସାହାଯ୍ୟରେ ଆମେ କଣ କରିଥାଉ? ଶୁଣିଥାଉ। ଆଖି ତଳେ ଗୋଟିଏ ନାକ। ନାକ ସାହାଯ୍ୟରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇଥାଉ, ଶୁଙ୍ଘିଥାଉ। ନାକ ତଳେ ପାଟି। ପାଟି ସାହାଯ୍ୟରେ ଆମେ କଥା କହୁ, ଖାଇପାରୁ। ପାଟି ତଳେ ବେକ। ବେକ ଆମ ମୁଣ୍ଡ ଆଉ ତଳ ଶରୀରକୁ ଧରି ରଖିଥାଏ। ତା ତଳେ ଛାତି। ଛାତିର 2 ପାର୍ଶ୍ୱରେ 2ଟି ହାତ। ହାତ ସାହାଯ୍ୟରେ ସାଙ୍ଗମାନେ ଆମେ କଣ କରିଥାଉ? ହାତ ସାହାଯ୍ୟରେ ଆମେ ଯେକୌଣସି ଜିନିଷକୁ ଧରିଥାଉ, ଖାଦ୍ୟ ଉଠେଇ ଖାଇଥାଉ, ଲେଖା ଲେଖି କରିଥାଉ। ତା ତଳକୁ ଆସ, ଏଇ 2ଟିକୁ କଣ କୁହାଯାଇଥାଏ? ଗୋଡ଼। ଗୋଡ଼ ସାହାଯ୍ୟରେ ଆମେ କଣ କରୁ? ଚାଲୁ, ଦୌଡୁ, ସାଇକେଲ ଚଲାଉ ଇତ୍ୟାଦି କରିପାରୁ। ତା ତଳେ 2ଟି ପାଦ। Thanks for